ଗ୍ୟାସ୍ କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଆସନ୍ତା 23ରୁ ସରକାର ଏଲ୍ପିଜିକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଉ ଶନିବାର ସରକାର କ'ଣ କହିଛନ୍ତି ଏଲ୍ପିଜି ସମ୍ପର୍କରେ ଆସନ୍ତୁ ଆଜି ଆମେ ଏହି ବିଷୟରେ ଜାଣିବା ସମ୍ପୂର୍ଣ୍ଣ ଡିଟେଲ୍ସରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓକୁ ଆରମ୍ଭ କରିବା। କେନ୍ଦ୍ର ସରକାର ଏଲ୍ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ୟୁଟିକୁ ବାଣିଜ୍ୟିକ ଏଲ୍ପିଜିର ଆଉ 20% ଆବଣ୍ଟନକୁ ଅନୁମତି ଦିଆଯାଇଛି, ଯାହା ମୋଟ ଆବଣ୍ଟନକୁ 50%କୁ ନେଇଯିବ। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି ଯେ ରେଷ୍ଟୁରାଣ୍ଟ, ଢାବା, ହୋଟେଲ, ଶିଳ୍ପ, କ୍ୟାଣ୍ଟିନ୍, ଖାଦ୍ୟ ପ୍ରକ୍ରିୟାକରଣ, ଡାଏରୀ, ଖାଦ୍ୟ ପାଇଁ ରାଜ୍ୟ ସରକାର କିମ୍ବା ସ୍ଥାନୀୟ ସଂସ୍ଥା ଦ୍ୱାରା ପରିଚାଳିତ ସବସିଡିଯୁକ୍ତ କ୍ୟାଣ୍ଟିନ୍ ଆଉଟଲେଟ୍, ରୋଷେଇ ଘର, ପ୍ରବାସୀ ଶ୍ରମିକଙ୍କ ପାଇଁ 5 କିଲୋଗ୍ରାମ FTL ମୁକ୍ତ ବାଣିଜ୍ୟ ଏଲ୍ପିଜି ଭଳି କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେଇ ଏହି ଅତିରିକ୍ତ 20% ଆବଣ୍ଟନ ଦିଆଯିବ। ସରକାର ପୂର୍ବରୁ ଗ୍ରାହକମାନଙ୍କୁ ଆଂଶିକ ବାଣିଜ୍ୟିକ ଏଲ୍ପିଜି ଯୋଗାଣ 20% ପୁନଃସ୍ଥାପିତ କରିଥିଲେ। ଏହା ସହିତ PNG ସମ୍ପ୍ରସାରଣ ପାଇଁ ବ୍ୟବସାୟ କରିବାର ସହଜତା ଉପରେ ଆଧାରିତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସରକାର ଅତିରିକ୍ତ 10% ବାଣିଜ୍ୟିକ ଏଲ୍ପିଜି ଆବଣ୍ଟନ କରିଥିଲେ। ଏହା ବ୍ୟତୀତ 20 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ଅଣ-ଘରୋଇ ଏଲ୍ପିଜି ଆବଣ୍ଟନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ବାକି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ PSU ତୈଳ ବିପଣନ କମ୍ପାନୀଗୁଡ଼ିକ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ମୁକ୍ତ କରିଛନ୍ତି। ଗତ ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବାଣିଜ୍ୟିକ ସଂସ୍ଥାଗୁଡ଼ିକ ଦ୍ୱାରା ମୋଟ ପ୍ରାୟ 13,479 ମେଟ୍ରିକ୍ ଟନ୍ ବୃଦ୍ଧି କରାଯାଇଥିବା ମନ୍ତ୍ରାଳୟ ସୂଚନା ଦେଇଛି। ଶିକ୍ଷାନୁଷ୍ଠାନ ଏବଂ ହସ୍ପିଟାଲଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି ଏବଂ ମୋଟ ବାଣିଜ୍ୟିକ ଏଲ୍ପିଜି ଆବଣ୍ଟନର ପ୍ରାୟ 50% ଏହି କ୍ଷେତ୍ରଗୁଡ଼ିକୁ ଯାଉଛି, ସରକାରୀ ବିବୃତ୍ତିରେ କୁହାଯାଇଛି। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖାବା ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।